ପ୍ରଥମ ଖବର ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଆତିଶି। ଉପରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫାପତ୍ର। ଇସ୍ତଫା ଦେଲେ ଆତିଶି। ଦିଲ୍ଲୀରେ ଆପ୍ ପରାଜୟ ପରେ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶି। ସୂଚନା ମୁତାବକ ରାଜଭବନରେ ପହଞ୍ଚି ଉପରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଶନିବାର ଆସିଥିବା ନିର୍ବାଚନ ଫଳାଫଳରେ ବିଜେପିକୁ 48 ଏବଂ ଆମ୍ ଆଦମୀ ପାର୍ଟିକୁ 22ଟି ସିଟ୍ ମିଳିଛି। ପରବର୍ତ୍ତୀ ଖବର ହୋଲି ଆଗରୁ ଆଉ ଏକ ଭତ୍ତା ବୃଦ୍ଧି। ଫେବୃଆରୀ ଏହି ତାରିଖ ସୁଦ୍ଧା ଆସିବ ବଡ଼ ଘୋଷଣା। ଫେବୃଆରୀ ଶେଷ ସୁଦ୍ଧା କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଉପହାର ଦେଇପାରନ୍ତି। ସରକାର ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିପାରନ୍ତି। ରିପୋର୍ଟ ଅନୁଯାୟୀ ଏଥର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଦୁର୍ଭିକ୍ଷ ଭତ୍ତା 3% ବୃଦ୍ଧି କରିପାରନ୍ତି। ରିମୋଟ ଏରିଆରେ କାମ କରୁଥିବା କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ଏହି ଲାଭ ମିଳିବ। ପରବର୍ତ୍ତୀ ଖବର ଦିଲ୍ଲୀ ପାଇବ ନୂଆ ମୁଖିଆ। 10 ଦିନରେ ସମ୍ଭବ କି ମୁଖ୍ୟମନ୍ତ୍ରୀ ବାଛିବା? 27 ବର୍ଷ ପରେ ଦିଲ୍ଲୀରେ ବନବାସରୁ ଫେରିଛି ବିଜେପି। ଆଉ ଆସୁ ଆସୁ ସରକାର ଗଢ଼ିବାକୁ କସରତ ଆରମ୍ଭ କରିଛି। ଦିଲ୍ଲୀ 10 ଦିନରେ ନୂଆ ମୁଖିଆ ପାଉଛି ବୋଲି କୁହାଯାଉଛି। ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀ କେବେ ଶପଥ ଗ୍ରହଣ କରିବେ ସେ ନେଇ ତାରିଖ ଠିକ୍ ତ ହୋଇନି, ହେଲେ ଶନିବାର ବଡ଼ ବିଜୟ ପରେ ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ କହିବା ମୁତାବକ ଆସନ୍ତା 10ରୁ 15 ଦିନ ଭିତରେ ଦିଲ୍ଲୀକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବ। ପରବର୍ତ୍ତୀ ଖବର ଯାଜପୁର ରୋଡରେ ଚାଞ୍ଚଲ୍ୟ। ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା। ଷ୍ଟୁଡିଓ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ କୁକୁର ସହାୟତାରେ ପୁଲିସ ଦ୍ୱାରା ଏହି ଘଟଣାର ତଦନ୍ତ ଜାରି ରହିଛି। ଷ୍ଟୁଡିଓର ଅନତି ଦୂରରେ ରହିଛି ଦୀପକଙ୍କ ଘର। ଦୀପକ ସବୁଦିନ ପରି ଗତକାଲି ରାତିରେ ଘରୁ ଖାଇବା ପିଇବା ସାରି ଦୋକାନକୁ ରାତି 11ଟାରେ ଶୋଇବାକୁ ଆସିଥିଲେ। ମାତ୍ର ପରିବାର ଲୋକଙ୍କ କହିବା ମୁତାବକ ରାତିରେ ଦୀପକଙ୍କର ମୋବାଇଲ ସୁଇଚ୍ ଅଫ୍ ହୋଇ ରହିଥିଲା। ଆଜି ସକାଳେ ମା ଯେତେବେଳେ ପୁଅ ପାଖକୁ ଚା ନେଇ ଷ୍ଟୁଡିଓକୁ ଆସିଥିଲେ ସେତେବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅ ଦୀପକଙ୍କ ମୃତଦେହ ଭୂଇଁରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏପରିକି ଷ୍ଟୁଡିଓ ଭିତରେ ଥିବା କମ୍ପ୍ୟୁଟର, କ୍ୟାମେରା ଆଦି ସମସ୍ତ ସାଜ ସରଞ୍ଜାମ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ତେବେ ଏହା ଦେଖି ମା ନିଜର ଧୈର୍ଯ୍ୟ ହରାଇ ବସିଥିଲେ। ଖବର ପାଇ ଶହ ଶହ ଲୋକ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ଜମାଇଛନ୍ତି। ପୁଲିସ ଘଟଣାର ଅନୁସନ୍ଧାନ କରୁଛି। ପରବର୍ତ୍ତୀ ଖବର ଏଥର କେବଳ କଳା ରଙ୍ଗ କାଳିରେ ଲେଖିବେ ପରୀକ୍ଷାର୍ଥୀ। ସିଏଚ୍ଏସ୍ଇ ପକ୍ଷରୁ ଆସନ୍ତା 18ରୁ ମାର୍ଚ୍ଚ 27 ତାରିଖ ପର୍ଯ୍ୟନ୍ତ +2 ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ରଖିବା ପାଇଁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ପରିଷଦ ପକ୍ଷରୁ ଏନେଇ ସ୍ୱତନ୍ତ୍ର ନିୟମାବଳୀ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ ନିକଟକୁ ପଠାଯାଇଛି। ସୂଚନା ଅନୁଯାୟୀ ପରୀକ୍ଷାରେ ଏଥର ସମସ୍ତ ପରୀକ୍ଷାର୍ଥୀ କେବଳ କଳା ରଙ୍ଗ କାଳିରେ ଲେଖିପାରିବେ। ପୂର୍ବରୁ ନୀଳ ରଙ୍ଗରେ ଛାତ୍ରଛାତ୍ରୀ ଲେଖୁଥିବା ବେଳେ ଏଥର କଟକଣା ଜାରି ହୋଇଛି। ପରୀକ୍ଷା ଖାତା ସ୍କାନ୍ ବେଳେ ବ୍ଲୁ କାଳି ଅସୁବିଧା ହେଉଛି, ତେଣୁ ଛାତ୍ରଛାତ୍ରୀ କେବଳ କଳା ରଙ୍ଗ କାଳିରେ ଲେଖିପାରିବେ। ଛାତ୍ରଛାତ୍ରୀଙ୍କୁ ଏନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଅବଗତ କରାଇଛନ୍ତି। ପରବର୍ତ୍ତୀ ଖବର ଫେବୃଆରୀ 15ରେ ସରିବ ରାସନ କାର୍ଡ ଇ-କେୱାଇସି ସମୟସୀମା। 6 ଲକ୍ଷ ନୂଆ ହିତାଧିକାରୀ କରିଛନ୍ତି ଆବେଦନ। ରାସନ କାର୍ଡ ଇ-କେୱାଇସି ପାଇଁ ଫେବୃଆରୀ 15ରେ ପୂରିବ କଣ୍ଟ। ବର୍ତ୍ତମାନ ସୁଦ୍ଧା 37,85,496 ଜଣ ଲୋକ କରିନାହାନ୍ତି ଇ-କେୱାଇସି। 6 ଦିନ ଭିତରେ ଅନ୍ୟ ଇ-କେୱାଇସି କରିଦେବାକୁ ପୁଣି ଅପିଲ କଲେ ଯୋଗାଣ ମନ୍ତ୍ରୀ। 15 ଦିନ ପରେ ଆଉ ଇ-କେୱାଇସି ଅବଧି ବଢ଼ାଇବ ନାହିଁ ରାଜ୍ୟ ସରକାର। ତାପରେ ବି ଯେଉଁମାନେ ଇ-କେୱାଇସି କରିବେ ନାହିଁ ସେଗୁଡ଼ିକୁ ସରେଣ୍ଡର ବୋଲି ଧରି ନିଆଯିବ। ଇ-କେୱାଇସି ନ କଲେ ସେହି କାର୍ଡଗୁଡ଼ିକୁ କାଟି ଦିଆଯିବ। ତଥାପି ଯଦି ଅଯୋଗ୍ୟମାନେ କାର୍ଡ ନ ଫେରାଇଲେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାଇ ଦେଲେ ମନ୍ତ୍ରୀ। ନୂଆ ଲୋକଙ୍କୁ ଯୋଡ଼ାଯିବ। 6 ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।